ନବରାତ୍ରିର ପଞ୍ଚମ ଦିନ ମା ସ୍କନ୍ଧ ମାତା। ସ୍କନ୍ଧ ହେଲେ କାର୍ତ୍ତିକେୟ, ତାଙ୍କର ମାତା ସ୍କନ୍ଧ ମାତା। ମାତୃସ୍ୱରୂପା, ଦୟା କରୁଣା ସୁରକ୍ଷାରେ ପୂର୍ଣ୍ଣ ବରଦାୟିନୀ ରୂପ। କାର୍ତ୍ତିକେୟଙ୍କ ଜନ୍ମ ପରେ ଦେବୀଙ୍କ ମାତୃରୂପ ହେଲା ସ୍କନ୍ଧମାତା। ସ୍କନ୍ଧମାତା ରୂପରେ ଆମେ ମାତା ଓ କାର୍ତ୍ତିକେୟ ଦୁଇ ଜଣଙ୍କ ଏନର୍ଜି ସହ କନେକ୍ଟ ହେଉ। ଜ୍ଞାନ ଶକ୍ତି ଓ କ୍ରିୟାଶକ୍ତି ଦୁଇଟି ଶକ୍ତିର ସମନ୍ୱୟ ସ୍କନ୍ଧମାତା। ଚାରି ଭୁଜ, ସ୍କନ୍ଧକୁ କୋଳରେ ଧରି ପଦ୍ମଫୁଲରେ ପଦ୍ମାସନରେ ବସି ହାତରେ ପଦ୍ମଫୁଲ ଧାରଣ କରି ଅଭୟ ମୁଦ୍ରାରେ ବାତ୍ସଲ୍ୟ ପ୍ରେମରେ ବିଗଳିତ ରୂପ। ଚକ୍ର ହିସାବରେ ବିଶୁଦ୍ଧ ଚକ୍ର ବା ଥ୍ରୋଟ୍ ଚକ୍ରରେ ଅବସ୍ଥିତ। ପ୍ରସାଦରେ କଦଳୀ ପ୍ରିୟ, ପୁଷ୍ପରେ ଲାଲ କି ଗୋଲାପ ପଦ୍ମ, ହଳଦୀ ରଙ୍ଗର ଫୁଲ ଯେମିତି ଗେଣ୍ଡୁ ବି ପ୍ରିୟ। ମାଙ୍କୁ ହଳଦୀ କୁଙ୍କୁମ ଅର୍ପଣ କଲେ ସେ ପ୍ରସନ୍ନ ହୁଅନ୍ତି। ମା ବୁଧ ଗ୍ରହ ସହ ରିଲେଟେଡ୍। ବୁଧ ହେଲେ ବୁଦ୍ଧି, କହିବା ଶକ୍ତି, କମ୍ୟୁନିକେସନ ସ୍କିଲ୍ ଏସବୁ। ତେଣୁ ପିଲାମାନଙ୍କ ବୁଦ୍ଧିର ବିକାଶ ପାଇଁ ମା ମାନେ ସ୍କନ୍ଧମାତାଙ୍କୁ ଘିଅ ଦୀପ ଜାଳି ପୂଜା କରିବା ଉଚିତ ଓ ଧ୍ୟାନରେ ବସିବା ଉଚିତ। ରାଶିରେ ମିଥୁନ ଓ କନ୍ୟା ରାଶି ଲୋକ ମାଙ୍କୁ ବିଶେଷ ପୂଜା କଲେ ତାଙ୍କର ଅବଷ୍ଟାକଲ ଦୂର ହେବ। ସ୍କନ୍ଧ ବା କାର୍ତ୍ତିକେୟଙ୍କର 6 ମୁଖ, ଯୋଉଟାକି ଜ୍ଞାନ, ଶକ୍ତି, ଖ୍ୟାତି, ସମ୍ପତ୍ତି, ଦିବ୍ୟତା ଓ ବୈରାଗ୍ୟକୁ ଦର୍ଶାଏ। ଯେହେତୁ ମାଙ୍କ ସହ କାର୍ତ୍ତିକେୟ ବି ଏଥିରେ ପୂଜା ପାଉଛନ୍ତି, ତେଣୁ ଶିକ୍ଷା, ବୁଦ୍ଧି, କମ୍ୟୁନିକେସନ ସହ ଖ୍ୟାତି ପାଇବା ପାଇଁ ସନ୍ଧ୍ୟାରେ ଘିଅ ଦୀପ ଜାଳି ସମସ୍ତେ ଧ୍ୟାନ କରିବା ଉଚିତ। ଗୃହିଣୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ସବୁଜ ଶାଢ଼ୀ ଚୁଡ଼ି ପିନ୍ଧନ୍ତୁ। ମାଙ୍କୁ ସବୁଜ ଚୁନରି, ସବୁଜ ଚୁଡ଼ି ଅର୍ପଣ କରନ୍ତୁ। ନିଃସନ୍ତାନମାନେ ମା ସ୍କନ୍ଧମାତାକୁ ପୂଜା କରନ୍ତୁ। ମନ୍ତ୍ର ହେଲା ଓಂ ଦେବୀ ସ୍କନ୍ଧମାତାୟ ନମଃ। ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ସନ୍ତାନମାନେ ସୁବୁଦ୍ଧିଯୁକ୍ତ ହୁଅନ୍ତୁ ଓ ସଫଳତା ଲାଭ କରନ୍ତୁ।